ଲାଇଟ୍ ଟିକେ କମ୍ ଅଛି ତ। ହଁ ଲାଇଟ୍ କମ୍ ଥିଲେ ବି ଭିଡ଼ିଓରେ ଆସ। କୁହନ୍ତୁ କିଛି କିଛି କୁହନ୍ତୁ। କ'ଣ ବୁଝି ଆପଣଙ୍କ କାଣା କର୍ମ ଆମକୁ ଜାଣା କହିବାର କଥା। ମନୁଷ୍ୟର କଲ୍ୟାଣ ପ୍ରକୃତିରେ କେମିତି ହେବ କୁହନ୍ତୁ। ମନୁଷ୍ୟର କଲ୍ୟାଣ ହେବାକୁ ହେଲେ ସନ୍ମାର୍ଗରେ ଯିବାକୁ ହେବ। ସନ୍ମାର୍ଗରେ ନ ଗଲେ ମନୁଷ୍ୟର କଲ୍ୟାଣ ହେବ ନାହିଁ। ସନ୍ମାର୍ଗରେ ଯାଇକରି ସଦ୍ଗୁରୁଙ୍କର ଯଦି ଆଶ୍ରିତ ହେବ ତାହେଲେ ଯାଇ କଲ୍ୟାଣଟା। ସନ୍ମାର୍ଗରେ ଯାଇ ସଦ୍ଗୁରୁଙ୍କ ଆଶ୍ରିତ ହେବ। ଆଉ ଟିକେ ବ୍ୟାଖ୍ୟା କରନ୍ତୁ ଟିକେ। ଏଇଟା ତ ସଂକ୍ଷେପ ହେଇଗଲା ଗୋଟେ ବାକ୍ୟରେ। ସଦ୍ଗୁରୁ ସେ ଯିଏ ନିଜକୁ ଜଗତର କାରଣ ରୂପେ ନିଜକୁ ଚିହ୍ନିଛନ୍ତି, ଯିଏ ନିଜକୁ ଜଗତର କାରଣ ରୂପେ ନିଜକୁ ଚିହ୍ନିଛନ୍ତି ସେ ହେଉଛନ୍ତି ସଦ୍ଗୁରୁ। ଏବଂ ସଦ୍ଗୁରୁ ହେଉଛନ୍ତି ଶ୍ରୋତ୍ରିୟ ଏବଂ ବ୍ରହ୍ମନିଷ୍ଠ ହେବା କଥା। ଶ୍ରୋତ୍ରିୟ ଅର୍ଥାତ୍ ଶାସ୍ତ୍ର ଉପରେ ତାର କମାଣ୍ଡିଂ ଭଏସ୍ ଥିବା କଥା, ଶାସ୍ତ୍ର ଉପରେ ତାଙ୍କର କମାଣ୍ଡିଂ ଭଏସ୍ ଥିବା କଥା। ଏବଂ ବ୍ରହ୍ମନିଷ୍ଠ ମାନେ ବ୍ରହ୍ମଙ୍କ ଉପରେ ନିଷ୍ଠା ଥିବା କଥା। ନିଷ୍ଠାର ଅର୍ଥ ହେଉଛି ନିତରାମ ସ୍ଥିତି। ଏଇଟା ହେଉଛି ଗୁରୁଙ୍କ ଲକ୍ଷଣ, ଶ୍ରୋତ୍ରିୟ ଏବଂ ବ୍ରହ୍ମନିଷ୍ଠ। ସନ୍ମାର୍ଗର ଅର୍ଥ ହେଉଛି ସତ୍ ପଥରେ ଚଳିବା, ଅର୍ଥାତ୍ ଧାର୍ମିକ ଜୀବନଯାପନ କରିବା। ଧାର୍ମିକ ଜୀବନଯାପନ ଜଣେ ଯଦି କରିବ ନାହିଁ ତାହେଲେ ଭଗବାନଙ୍କୁ ପାଇପାରିବ ନାହିଁ। କାହିଁକି ନା କର୍ମଯୋଗ ଜଣେ ଯଦି ନ କରିବ ଚିତ୍ତଶୁଦ୍ଧି ହେବନି। ଚିତ୍ତଶୁଦ୍ଧି ହେବାକୁ ହେଲେ କର୍ମଯୋଗ ଏକାନ୍ତ ଆବଶ୍ୟକ। ଏବଂ କର୍ମଯୋଗ ପାଇଁ ଧର୍ମ ଆଚରଣ ଯଦି କରିବ ନାହିଁ ତାହେଲେ କର୍ମଯୋଗ ଆଚରଣ କରିପାରିବନି। ଅଧାର୍ମିକ ବ୍ୟକ୍ତି ଅର୍ପଣ କରିପାରିବନି, ଈଶ୍ୱରାର୍ପଣ ବୁଦ୍ଧିଟା ହେବ ନାହିଁ। ଯେମିତି ଜଣେ ମାଛ ମାଂସ ଭକ୍ଷଣ କରୁଥିବ ତ ମାଛ ମାଂସକୁ ବ୍ରହ୍ମାର୍ପଣ କହି ସେ ପାରିବ ନାହିଁ। ବ୍ରହ୍ମାର୍ପଣ କହିକି ଭଗବାନଙ୍କୁ ଅର୍ପଣ କରିପାରିବନି, କୁଣ୍ଠାବୋଧ ହେବ ତାର, କୁଣ୍ଠାବୋଧ। ତେଣୁକରି ଧାର୍ମିକ ଜୀବନଯାପନ ଜରୁରୀ। ତ ଧାର୍ମିକ ଜୀବନଯାପନ ଜଣେ ଯଦି କରିବ ତାହେଲେ ସେ କର୍ମଯୋଗ ଆଚରଣ କରିପାରିବ। ଏବଂ କର୍ମଯୋଗ ଯଦି ଆଚରଣ କରିବ ତାହେଲେ ଅନ୍ତଃକରଣ ଶୁଦ୍ଧ ହେବ। ଏବଂ ଅନ୍ତଃକରଣ ଯେତେବେଳେ ଶୁଦ୍ଧ ହେବ ସଦ୍ଗୁରୁ ପ୍ରାପ୍ତି ହେବ। ସଦ୍ଗୁରୁ ପ୍ରାପ୍ତି ହେଲେ ଜ୍ଞାନ ଲାଭ ହେବ। ଜ୍ଞାନ ଲାଭ ହେଲେ ମୋକ୍ଷ ମିଳିବ। ଏଇଟା ହେଉଛି ସିଷ୍ଟମେଟିକ୍ ଧାରା। କର୍ମଯୋଗ ବିଷୟରେ ଟିକେ। କର୍ମଯୋଗ ତ ଆମେ ଦୈନନ୍ଦିନ ଜୀବନରେ ଯାହା ଯାହା କର୍ମ କରୁଛୁ ସବୁ କର୍ମ କାୟେନ ବାଚା ମନସା ମାନେ ଶରୀର ଦ୍ୱାରା, ମନ ଦ୍ୱାରା ଏବଂ ବାଣୀ ଦ୍ୱାରା ଯାହା ଯାହା କର୍ମ ଆମେ କରୁଛୁ, ଖାଇବା ପିଇବାଠୁ ଆରମ୍ଭ କରି ପ୍ରତ୍ୟେକ କର୍ମ ସବୁ କର୍ମ ଈଶ୍ୱରଙ୍କୁ ଅର୍ପଣ କରିବା। ଏବଂ ଅର୍ପଣ କରିବାର ଅର୍ଥ ହେଉଛି ଭଗବାନଙ୍କୁ ସ୍ମରଣ କରିବାଟା ହିଁ ଅର୍ପଣ କରିବା। ଉଦାହରଣ ସ୍ୱରୂପ ଆମେ ଯେତେବେଳେ ସକାଳୁ ଗାଧଉଛୁ ସେହି ସମୟରେ ଏଇ ପାଣିଟା ଭଗବାନ ସୃଷ୍ଟି କରିଛନ୍ତି ବୋଲି ସ୍ମରଣ କରିବାଟା ହିଁ ଅର୍ପଣ କରିବା। ସ୍ମରଣ ଇଟସେଲ୍ଫ ଇଜ୍ ଅର୍ପଣ। ସ୍ମରଣ ଇଟସେଲ୍ଫ ଇଜ୍ ଅର୍ପଣ ମାନେ ସ୍ମରଣ କରିବାଟା ସେହି ସମୟରେ ମାନେ ଭଗବାନ ହିଁ ମୋତେ ପାଣି ଦେଇଛନ୍ତି ଯଦ୍ୱାରା କି ମୁଁ ତାମାନେ ଗାଧେଇ ପାରୁଛି। ଯେତେବେଳେ ଆମେ ରୋଷେଇ କରୁଛୁ ଭଗବାନ ହିଁ ଆମକୁ ଉତ୍ତାପ ଦେଇଛନ୍ତି ଯଦ୍ୱାରା କି ଆମେ ରୋଷେଇ କରିପାରୁଛୁ। ମୋର ନିଶ୍ୱାସ ପ୍ରଶ୍ୱାସ ଯାହା ହେଉଛି ବୋଲି ମୁଁ ରୋଷେଇ କରିପାରୁଛି ବା କୌଣସି କର୍ମ କରିପାରୁଛି। ଏଇଭଳିଆ ଚିନ୍ତନ କରିବାଟା ହିଁ କର୍ମଯୋଗ। ତ ପ୍ରତ୍ୟେକ କର୍ମ ଭିତରେ କର୍ମଯୋଗ ମାନେ କର୍ମଟାକୁ ଈଶ୍ୱରଙ୍କ ସହିତ ଯୋଗ କରିବାଟା। ଅର୍ଥାତ୍ କୌଣସି କର୍ମର ମୁଁ ହିଁ କର୍ତ୍ତା ନୁହଁ, ଭଗବାନ ହିଁ ତା କର୍ତ୍ତା, ମୁଁ ଅକର୍ତ୍ତା ଏବଂ ଅଭୋକ୍ତା। ଏଇ ଭାବନାଟା ଆଣିବା ହେଉଛି କର୍ମଯୋଗତା। ସବୁ କର୍ମ ଯେତେବେଳେ ଆମେ ଈଶ୍ୱରଙ୍କୁ ଅର୍ପଣ କରିଦେବା ଧୀରେ 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 ଆମର କ'ଣ ହେବ ଅହଙ୍କାରଟା ନାଶ ହେବ। ଏବଂ ଆମର ସାଧନାର ଲକ୍ଷ୍ୟ ହେଉଛି ଅହଙ୍କାରଟାକୁ ନାଶ କରିବା, ମାନେ କର୍ତ୍ତୃତ୍ୱ ଭାବନା ଏବଂ ଭୋକ୍ତୃତ୍ୱ ଭାବନା ନ ରହିବ। ଅହଙ୍କାର ନାଶ ହେଇଗଲେ ଜଗତର ବିଜୟ ନିଜେ ବୋଲି ଆମେ ଜାଣିବା।